ପାଖକୁ ଡାକିଲେ କହିଲେ ମୁଣ୍ଡାକିନି ଗୋ ହେ ମୁଣ୍ଡାକିନି ଆପଣ କାହିଁକି ଡାକିଲେ ସ୍ୱାମୀ? ଆମେ ଜାଣିଛନ୍ତି ସ୍ୱାମୀ ଆମର ବର୍ତ୍ତମାନ ବାର୍ଦ୍ଧକ୍ୟ ଅବସ୍ଥା ବୁଝିପାରୁଛି ସ୍ୱାମୀ। ଏ ବିଦ୍ୟାଧର ରାଜ୍ୟର କୌଣସି ସମସ୍ତ ଦାୟିତ୍ୱ ନେଲା ପରି ସ୍ୱାମୀ ମୋର ଆଉ କୌଣସି ବଳ ନାହିଁ। ହେଲେ ଆପଣ କଣ କହିବେ? ସଖିରେ ମୁଁ ଚାହୁଁଛି ଆମର ପୁତ୍ର ଯେମୁତ ବାହନକୁ ରାଜ ସିଂହାସନରେ ବସାଇ ଏ ରାଜା କରିଦେଲେ ଟିକେ ଆଶ୍ୱସ୍ତି ଲାଭ କରିବେ। ଆପଣ ଯାହା କହୁଛନ୍ତି ମୁଁ ବୁଝିପାରୁଛି ସ୍ୱାମୀ। ଆପଣଙ୍କର ବୟସ ଖସିଗଲାଣି। ଆପଣ ଗୋଟେ କାମ କରନ୍ତୁ, ଆମ ପୁଅ କଣ ରାଜଶାସନରେ ବସି ପାରିବ ସ୍ୱାମୀ? କାହିଁକି ଆମ ପୁଅ ବର୍ତ୍ତମାନ ବିବାହ ହୋଇନି, ସେ ଅବିବାହିତ ଅଛି। ରାଣୀମା କହିଲେ ସ୍ୱାମୀ ଆମର ପୁତ୍ର ଜିମୁତ ବାହନ ରାଜକୁମାର ମାନେ ସେ ବିବାହ କରିନାହାନ୍ତି। ଜଣେ ବ୍ୟକ୍ତି ବିବାହ ନ କଲା ପର୍ଯ୍ୟନ୍ତ କୌଣସି ଧର୍ମ ଅନୁଷ୍ଠାନ ମଧ୍ୟରେ କୌଣସି କାର୍ଯ୍ୟ କରିବ ପାରିବ ନାହିଁ। ଆଜ୍ଞା ବିବାହ ହେଇ ସାରିଲା ପରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ସେ ଯୋଗ ଦେଇ ପାରିବେ। ଉଦାହରଣ ଯେବେ ଆଜ୍ଞା ଆପଣ ମାନଙ୍କର ରାମ ଠାକୁରେ ଯେ କି ଆପଣ ମାନଙ୍କର ରଜକୀଙ୍କର ଗଣ୍ଡଗୋଳରେ ବା କଳିକଜାରେ ସେ ଶୁଣିବାକୁ ପାଇଲେ ଯେ ଇଏ ହଉଛନ୍ତି ରାବଣପୁର ରହିଥିଲେ, ତେଣୁକରି ହଉଛନ୍ତି ବିଟପି। ଏ କଥା ଶୁଣି ସାରି ଯେବେ ଆଜ୍ଞା ସୀତାକୁ ବର୍ଜନ କଲେ, ବାଲ୍ମୀକିଙ୍କ ଆଶ୍ରମରେ ରହିଲେ ଆପଣ ମାନଙ୍କର ମା ସୀତା। ସେତିକି ବେଳେ ଆଜ୍ଞା ଅଶ୍ୱମେଧ ଯଜ୍ଞର ଆୟୋଜନ କରାଗଲା। ମୂଳକୁ ବଶିଷ୍ଠ କଲେ ରାମ ପତ୍ନୀ ବିନା କୌଣସି ତମେ ଯଜ୍ଞରେ ବସି ପାରିବ ନାହିଁ। ତେଣୁକରି ଆଜ୍ଞା କଲେ କଣ ସୁବର୍ଣ୍ଣର ପ୍ରତିମା ବା ସୀତା ତିଆରି କରି ତାପରେ ଯାଇକି ଯଜ୍ଞରେ ବସି ପାରିଲେ। ତେଣୁକରି ଯେଉଁ ପର୍ଯ୍ୟନ୍ତ ପୁଅ ବିବାହ ନ କରୁଛନ୍ତି ଯେ ମୁଁ ତା ବାହନ ରାଜ ସିଂହାସନରେ କଦାପି ବସି ପାରିବେ ନାହିଁ। ଠିକ ଅଛି, ରାଣୀ ମାଙ୍କର କଥା ଆଜ୍ଞା ପ୍ରଯୁଜ୍ୟ ହେଇଗଲା। କହିଲେ ସଖୀ ତମ କଥା ହଉଛି ବାସ୍ତବ, ତମ କଥାକୁ ମୁଁ ଗ୍ରହଣ କରୁଛି। ଡାକିଲେ ଦୂତ ତୁମେ ଯାଅ ରାଜ ପଣ୍ଡିତକୁ ଡାକି ଆଣିବ। ରାଜ ପଣ୍ଡିତ ଆସିଲେ ଆମ ପୁଅ କେବଳ ରାଜ ସିଂହାସନ ବସିବେନି, ରାଜ ସିଂହାସନ ବସିବା ପୂର୍ବରୁ ବିଭାଗର ସହିତ ରାଜ ସିଂହାସନ ତାଙ୍କୁ ପ୍ରଦାନ କରିବି। ଯାଅ ଭାଗ୍ୟ ଚକ୍ର ନିର୍ଣ୍ଣୟ କରିବା ପାଇଁ ଆମ ରାଜ ପଣ୍ଡିତକୁ ଡାକି ଆଣ। ରାଜାଙ୍କର ଦୂତ ଡାକୁଛି। ବର୍ତ୍ତମାନ ରାଜ ଦରବାରକୁ ତୁମେ ଯିବ, ସେଠି ବର୍ତ୍ତମାନ ରିଷ୍ଟ ଦେଖିବ। ବେଳା ଲଗ୍ନ ଦେଖିଲେ ଯୁବରାଜ ନୂଆ ରାଜା ହେବେ। ରାଜା କହିଛନ୍ତି ମହାରାଜାଙ୍କର ଜୟ ହେଉ। ପଣ୍ଡିତ ଆମର ପ୍ରଣାମ ଗ୍ରହଣ କରନ୍ତୁ। ଏଇଠି ଗୋଟେ କାମ ଆଶୀର୍ବାଦ କଲେ ଆପଣ ମାନଙ୍କ ରାଜ ପଣ୍ଡିତ ରାଜାରାଣୀ ଦୁଇ ଜଣକୁ, ମାନେ ଜିମୁତ କେତୁ ରାଜା ତଥା ରାଣୀ ମୁଣ୍ଡାକେନକୁ କଣ କହିଲେ